ସକାଳେ ଘରର ସବୁ କାମ ସରିବା ପରେ ସକାଳର ଜଳଖିଆରେ ମୁଁ ଇପି ବନେଇ ଦେଇଥିଲି। ଦିଦିର ମୋର ମିଶିକି ଖାଇ ଦେଇଥିଲୁ। ଖାଇସାରିବା ପରେ ମୁଁ ଯାଇକି ଦୋକାନ ଖୋଲି ଦେଇଥିଲି। ଖରାବେଳେ ଦୋକାନ ବନ୍ଦ କରିକି ଘର ପଟକୁ ଆସିବା ପରେ କୁଣ୍ଡରେ ପେଜ, ତୋରାଣୀ, ଚୋକଡ଼, ପରିବା ଚୋପା ପାଣି ଦେଇକି ସଜାଡ଼ି ଦେଇଥିଲି। ସଜାଡ଼ି ସାରିବା ପରେ ଗାଈକୁ ଖାଇବାକୁ ଦେଇଥିଲି। ଗାଈକୁ ଖାଇବାକୁ ଦେଇସାରିବା ପରେ କୁଣ୍ଡରେ ସଜାଡ଼ିକି ବାଛୁରୀକୁ ଖାଇବାକୁ ଦେଇଥିଲି। ବାଛୁରୀକୁ ଖାଇବାକୁ ଦେଇସାରିବା ପରେ କୁଣ୍ଡ କାଢ଼ି ଦେଇକି ଗାଈମାନଙ୍କୁ କୁଟା ଖାଇବାକୁ ଦେଇଥିଲି। ଗାଈମାନଙ୍କୁ ଖାଇବାକୁ ଦେଇସାରିବା ପରେ ଦିଦିର ମୋର ବସି ପଡ଼ିଥିଲୁ ଖାଇବା ପାଇଁ। ଖରାବେଳ ଲଞ୍ଚରେ ଦିଦି ବନେଇଥିଲା ଭାତ, ବୁଟ ତରକାରୀ, କଲରା ଆଳୁ ଭର୍ତ୍ତା ବନେଇଥିଲା। ଦିଦିର ମୋର ମିଶିକି ଖାଇ ଦେଇଥିଲୁ। ଖାଇସାରିବା ପରେ ଘଣ୍ଟେ ଖଣ୍ଡେ ରେଷ୍ଟ କରି ଦିଦିର ମୋର ବାଡ଼ିକୁ ଆସିଲୁ ଘାସ ସଫା କରିବା ପାଇଁ। କିଛି ଫୁଲ ଗଛ ଲଗେଇବୁ। ଶୀତ ଦିନେ ତ କିଛି ଫୁଲ ଫୁଟିବନି, ଟଗର କି ମନ୍ଦାର କିଛି ଫୁଟିବନି। ସେଥିପାଇଁ ଦିଦିର ମୋର ମିଶିକି ବାଡ଼ି ସଫା କରୁଛୁ। କିଛି ଫୁଲ ଗଛ ଲଗେଇବୁ, ଗେଣ୍ଡୁ ଫୁଲ ଗଛ। ଦିଦିର ମୋର ଘାସ ସବୁ ବାଛି ସାରିବା ପରେ ମୁଁ ଆଉ ଥରେ ହାଣି ଦେଇଥିଲି। ନ ହାଣିଲେ ଘାସ ଜଲ୍ଦି ଉଠିଯିବ। ଆଉ ଗେଣ୍ଡୁ ଫୁଲ ଗଛରେ ଏପଟେ ଗୋଟେ ଗୋଟେ ଘାସ ଥିଲା, ଦିଦି ବାଛି ଦେଇଥିଲା। ଆଜି ଆମେ ଏତିକି ସଫା କରିଦେଇକି ଦି ଭଉଣୀ ଘରକୁ ଆସିଥିଲୁ ହେରି। ଘରକୁ ଆସିବା ପରେ ଗୋଡ଼ ହାତ ଧୋଇ ଦେଇଥିଲୁ। ଗୋଡ଼ ହାତ ଧୋଇ ସାରିବା ପରେ ଦିଦିର ମୋର ଘର କାମରେ ଲାଗି ପଡ଼ିଥିଲୁ। ମୁଁ ଘର ସବୁ ଝାଡ଼ୁ କରିଦେଇଥିଲି। ଦିଦି ବାସନ ସବୁ ମଜାମଜି କରିଦେଇଥିଲା। ଘର ମୁଁ ଝାଡ଼ୁ କରିସାରିବା ପରେ ଅଗଣା ଓଳେଇ ଦେଇଥିଲି। ଅଗଣା ଓଳେଇ ସାରିବା ପରେ ମୁଁ ଗୁହାଳ ଓଳେଇବା ପାଇଁ ଆସିଲି। ପ୍ରଥମେ ଗୁହାଳୁ ସବୁ ଗୋବର ଓଳେଇ ଦେଇଥିଲି। ବାଛୁରୀ ସହିତ ଟିକେ ଖେଳିଦେଲି। ତାପରେ ମୁଁ ସବୁ ଗୋବର ତୋଳିଦେଲି ବାଲ୍ଟିକି। ତୋଳି ଦେଇକି ନେଇକି ରଖିଦେଲି। ତାପରେ ଗାଈମାନଙ୍କୁ ଆଣିକି କୁଟା ଖାଇବାକୁ ଦେଇଦେଲି। କୁଟା ଖାଇବାକୁ ଦେଇସାରିବା ପରେ ବହୁତ ମଶା ହେଉଥିଲେ। ଗାଈମାନଙ୍କ ପାଖରେ ଧୂଆଁ ଲଗେଇ ଦେଇଥିଲି। ଘରର ସବୁ କାମ ସରିବା ପରେ ସନ୍ଧ୍ୟା ହେଇଯାଇଥିଲା। ସନ୍ଧ୍ୟା ଧୂପ ଦେଇଥିଲି। ସନ୍ଧ୍ୟା ଧୂପ ଦେଇସାରିବା ପରେ ମୁଁ ହନୁମାନ ଚାଳିଶା ପାଠ କରିଦେଇଥିଲି। ଫ୍ରେଣ୍ଡସ୍, ଆଜି ପାଇଁ ଏତିକି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିନ୍ତ ଭାବରେ ଜଣାଇବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।